ବାଣ୍ଟିଲେ ଚାଉଳ ବାଣ୍ଟିଲେ ଛଦିନେ ଉଠି ଆଳି କାମ ଶେଷ କଲେ କାମ ଶେଷ କଲେ କାମ ଶେଷ କଲେ ମାୟା ରୂପୀ ଷଷ୍ଠୀ ବୁଢ଼ୀ କରିଲେ ଗମନ କରିଲେ ଗମନ କରିଲେ ଗମନ ତାଙ୍କ ପାଶେ ନାରାୟଣ ପ୍ରବେଶିଲେ ଜାଣ ପ୍ରବେଶିଲେ ଜାଣ ପ୍ରବେଶିଲେ ଜାଣ ଷଷ୍ଠୀ ହୀନ ପ୍ରଭୁ ବୋଲନ୍ତି ବଚନ ବୋଲନ୍ତି ବଚନ ବୋଲନ୍ତି ବଚନ ଆଲୋ ଷଷ୍ଠୀ ବୁଢ଼ୀ କିଏ କିରେ ବାପା ଡାକୁଛ? ଆଲୋ ଷଷ୍ଠୀ ବୁଢ଼ୀ ହଁ ତୁମେ ମତେ ଚିହ୍ନି ପାରୁନ ଇଏ ମା ନାଇଁ ମୁଁ ରେ। ହେଉଛି କଳିଯୁଗ ଅବତାର ଶ୍ରୀମାନ ସତ୍ୟନାରାୟଣ ଏଇ ମୋର ପ୍ରଣାମ ନିଆରେ। ଚିରଞ୍ଜୀବୀ ହୁଅ ଆଲୋ ଷଷ୍ଠୀ ବୁଢ଼ୀ ହଁ ତମେ କୁଆଡେ ଯାଉଛ? ସେ ରାଜାଙ୍କ ଘରେ ଗୋଟେ ପୁତ୍ର ଜନ୍ମ ହେଇଛି। ହଁ ତା ପୁତ୍ରର ଆୟୁଷକାର କପାଳରେ ଲେଖିବା ପାଇଁ ଯାଉଛି। ସତେ ହଁ ହେଲେ କେତେ ଆୟୁଷ ଲେଖିବ? 120 ବର୍ଷ ଆୟୁଷ ଲେଖିବି। ଆଲୋ ଷଷ୍ଠୀ ବୁଢ଼ୀ ହଁ ସେତେ ଗୁଡାଏ ଆୟୁଷ ଲେଖିବ ନାହିଁ ନା 12 ବର୍ଷ ଆୟୁଷ ଲେଖିବ ହଁ 12 ବର୍ଷରେ ପୁତ୍ର ବାହାଘର ହେବ ହଁ ହଁ ମଧୁ ଶଯ୍ୟା ଘରେ ତାକୁ ବ୍ୟାଘ୍ର ଯେ ଖାଇବ ହଉ ପ୍ରଭୁ ଆପଣଙ୍କ ବାକ୍ୟ ଶ୍ରଦ୍ଧା ଏଇପରି ଲେଖିଦେଇ ଚଞ୍ଚଳ ଫେରି ଆସିବ ପ୍ରଭୁ ତାହେଲେ ମୁଁ ଯାଉଛି ପ୍ରଭୁ ଯାଉଛି। ତେବେ ଯାଅ ବାଇ ମନରେ ତୋର ବଦଳା ଦୃଷ୍ଟି ବାଇ ମନରେ ତୋର ବଦଳା ଦୃଷ୍ଟି ବାଇ ମନରେ ତୋର ବଦଳା ଦୃଷ୍ଟି ବାଇ ମନରେ ଦୃଷ୍ଟି ବଦଳିଲେ ସୃଷ୍ଟି ବଦଳିବ ସୃଷ୍ଟି ବଦଳିଲେ ସୃଷ୍ଟି ବଦଳିବ କୃପା ରାଶି ହୋଇବ ବୃଷ୍ଟି ବାଇ ମନରେ ତୋର ବଦଳା ଦୃଷ୍ଟି ବାଇ ମନରେ ଧୀରେ ଧୀରେ ଷଷ୍ଠୀ ବୁଢ଼ୀ କରିଲେ ଗମନ ନବଳା ଦୃଷ୍ଟି ବାଇ ମନରେ ରାଜନଗର ମধ্যে ଯାଇ ପ୍ରବେଶିଲେ ଜାଣ ତୋର ନବଳା ଦୃଷ୍ଟି ବାଇ ମନରେ ପୁତ୍ରର କପାଳେ ଯାଇ ଆୟୁଷ ଲେଖିଲା ତୋର ନବଳା ଦୃଷ୍ଟି ବାଇ ମନରେ 12 ବର୍ଷ ବାହାଘର ହୋଇବ ବୋଇଲା ତୋର ନବଳା ଦୃଷ୍ଟି ବାଇ ମନରେ ମଧୁ ଶଯ୍ୟା ଘରେ ତତେ ବ୍ୟାଘ୍ର ଯେ ଖାଇବ ତୋର ନବଳା ଦୃଷ୍ଟି ବାଇ ମନରେ ଏ ଆଦର୍ଶ ଦେଇଛନ୍ତି ପ୍ରଭୁ ବାସୁଦେବ ତୋର ନବଳା ଦୃଷ୍ଟି ବାଇ ମନରେ ଧ୍ୟାନଦେବର ବିଦ୍ୟାନ ମଣ୍ଡଳୀ ଷଷ୍ଠୀ ବୁଢ଼ୀ କଣ କରିଛି ପୁତ୍ରର କପାଳରେ ଆୟୁଷ ଲେଖି ଦେଇଛି 12 ବର୍ଷ ଆୟୁଷ ଲେଖିଛି 12 ବର୍ଷରେ ପୁତ୍ର ବାହାଘର ହୋଇବ ମଧୁ ଶଯ୍ୟା ଘରେ ତାକୁ ବ୍ୟାଘ୍ର ଯେ ଦଂଶନ କରିବ ଏଇପରି ଲେଖିଦେଇ ନାରାୟଣ ନିକଟରେ ଯାଇ ଜଣାଇ ଦେଇଛି ଶୁଣିକରି ନାରାୟଣ ଆନନ୍ଦ ହଇଲେ ଏହିପରି କର୍ମେ କର୍ମେ ବଢିଲା ନନ୍ଦନ 21 ଦିନ ଆସି ହୋଇଲା ସମ୍ପୂର୍ଣ୍ଣ ଲାରେ ଲା ଲାରେ ଲା ଲା 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 ନାମକରଣ କରିବେ ପଣ୍ଡିତ ଡାକିଣ ଶୁଣୁଥିବେ ଗୁଣିଜନ ଦେଇ କରି ମନ ଲାରେ ଲା ଲାରେ ଲା ଲା 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 ହେ ମୋର ମାତୃସ୍ଥାନୀୟ ମା ମାଉସୀ ମାନେ
ରାଜାଙ୍କର ପୁତ୍ରକୁ କର୍ମେ କର୍ମେ 21 ଦିନ ହୋଇଯାଇଛି। ହଁ 21 ଦିନରେ ନିୟମ କଣ ରହିଛି? କଣ ରହିଛି? ନାମକରଣ କରିବାର ନିୟମ ରହିଛି। ଆଚ୍ଛା ଆଚ୍ଛା ଏ ସମୟରେ ରାଜା କଲେ କଣ? ଦୂତଙ୍କୁ ଡାକିନ ରାଜା ବୋଲନ୍ତି ବଚନ। କିଏ ଅଛନ୍ତି ଦୂତବର? ଗୁଡ୍ ମର୍ଣ୍ଣିଂ ନମସ୍କାର ସାର୍। ଦୂତବର ଆଜ୍ଞା ଆମ୍ଭର ପୁତ୍ରକୁ ଆଜକୁ 21 ଦିନ ହୋଇଛି, ଆଚ୍ଛା ଆଜ୍ଞା ତାର ନାମକରଣ କରାଯିବ। ହଁ ତୁମେ ବ୍ରାହ୍ମଣ ଶାସନକୁ ଯାଇ ହଁ ଜଣେ ଉତ୍ତମ ପଣ୍ଡିତ ନେଇ ଆସ। ଆଚ୍ଛା ଆଚ୍ଛା ଆଚ୍ଛା। ଏବେ ଯାଅ, ଠିକ ଅଛି ମହାରାଜ। ଚଞ୍ଚଳ ଚାଲିଯାଅ। লা 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 রে লা রে লা রে লা 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 রে লা রে লা রে লা 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 হইকে পণ্ডিত 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 এডি কে পণ্ডিত কি আছে কে? আচ্ছা এডি পণ্ডিত কি বড় ପଣ୍ଡିତ ଅଛନ୍ତି। ହଁ ତାଙ୍କ ନାଁ ହଉଛି ମଧୁସୂଦନ ତ୍ରିପାଠୀ। এটা পণ্ডিত শাসন কি? ହଁ ଶାସନ, ସେଇଟା ସେଟା ମୂର୍ଖ ଶାସନ। ও ସେଇটা মূর্খ শাসন এটা ହଁ আচ্ছা এডি বড় পণ্ডিত কি অছন্তি? କହିଲି ପରା ମଧୁସୂଦନ ତ୍ରିପାଠୀ। কোন কইলো মত্তা হাড়ি? ମଧୁସୂଦନ ବୁଝିବାଟା ଭୁଲ ହଉଛି ତମର। মধুসূদন ত্রিপাঠী আচ্ছা তো মত্তা মু ভাবিଥିଲି মত্তা হাড়ি কইলো। ନାଇଁ ନାଇଁ আচ্ছা আচ্ছা হইকে মধু ত্রিপাঠী ମୋର ମାତୃବର ଏଇଠି ଆମର ପ୍ରଣାମ। আরে তুমি কে? ମୋହଜି ତମେ ଯାହାକୁ ଖୋଜୁଛ ତାଙ୍କର ମୁଁ ନାତୁଣୀ। বাপা মা নাতুনি না নাতুনি ହେଲୁ କି ପ୍ରେମ ଖାଲି ପାଇ କି ତୁ ବାୟାଣୀ ତମ ପାଇଆ ଆଲୋ କଣ ତମେ ହେଲା ସେ ଖୋଜୁଛ କିଏ? ଅଜାଙ୍କର ସେ ତ୍ରିପାଠୀଙ୍କର ନାତୁଣି ହଁ ନାତୁଣୀ କେମିତି ଗାଇବେ ଦେଖ। ତମ ଘରେ ଅଜା ଅଛନ୍ତି? ଅଜା ଅଛନ୍ତି ଯେ ହଁ। ନାଇଁ ନାଇଁ ହଁ। ସେନାପତି ଅଜା ଅଛନ୍ତି ଯେ ଅଜା ଟିକେ ଝାଡା ଯାଇଛନ୍ତି। ହଁ। ତାପରେ କାଲି ସେ ରାଜୀବ ଭାଇର ବାହାଘର ହେଲା, ହଁ। ଭୋଜି ପଡି ଯାଇଥିଲେ ଟିକେ। ହଁ। ଅଜା ଟିକେ ଥରେ ପାଖେ ଦିଥର ଖାଇ ଖାଇକି ଦେଇଛନ୍ତି। ସେଥିପାଇଁ ପେଟ ଟିକେ ଖରା ଦିନ ଭୀଷଣ ଖରା ହଉଛି। ବାହାଘରକୁ ଯାଇଥିଲେ କି? ବାହାଘରକୁ ଯାଇଥିଲେ? ହଁ ହଁ ପୁଅ ବାହାଘର କଲେ କି? ହଁ। ଆଚ୍ଛା ଆଚ୍ଛା ଯୋଉ ଯାଇଥିଲେ ଭୋଜି ଥରେ ବଦଳରେ ଦିଥର ଖାଇଥିଲେ। ହଁ। ସେଥିପାଇଁ ଏଇ ପ୍ରବଳ ଖରା ଯୋଗୁ ପେଟ ଖରାପ ହେଇଯାଇଛି। ଆଚ୍ଛା। ଖାଲି ଲାଟ୍ରିନ୍ ଏ ଅଜା ଖାଆନ୍ତି ଗଞ୍ଜେଇ ନାତୁଣୀ ମନୋରଞ୍ଜେଇ। ଅଜା ଖାଆନ୍ତି ଗଞ୍ଜେଇ ନାତୁଣୀ ମନୋରଞ୍ଜେଇ। ଅର୍ଥ ନିଶ୍ୱାସ ତାଙ୍କ ନିଶ୍ୱାସ ରସ, ଅର୍ଥ ନିଶ୍ୱାସ ତାଙ୍କ ନିଶ୍ୱାସ ରସ। ଏ ଚଲ ମୁଁ ଭାଜି ଗଲେ ଅନ୍ୟ ଚଲ ମୋର ବାସ। ଅଜା ନାତୁଣୀ ରହସ୍ୟ ଅମନ ମନ୍ଦିର ପଶ, ଅମନ ମନ୍ଦିର ପଶ। ଅଜା ନାତୁଣୀ ରହସ୍ୟ ଥିଲା ଥିଲା ହଁ অজা মন কলে পিঠা নাতুরি বলে গইঠা। অজা মন কলে পিঠা নাতুরি বলে গইঠা। শ্রীফল গোটা তাকু কলে কপিঠা, শ্রীফল গোটা তাকু কলে কপিঠা। ও পাহাড়ি অজা পনে সাত গুণা গ্রাস। অজা নাতুনি রস ঝিঙ্গা ঝিঙ্গা। অমন মন্দিরে বস, অমন মন্দিরে বস। অজা নাতুনি রস অজা ঠারু পুত্র জাত নাতুনি দেখি হরসা।
ତୁ ପୁତ୍ର ଜାତ ନାତୁଣୀ ହେଲେ ହରସ ଦେଲେ ସେ ଉପଦେଶ ହେଲେ ହରସ ଦେଲେ ସେ ଉପଦେଶ ପବନ ଅଚଳ କାଟି ପବନକୁ କର ବାସ ମନ ମନ୍ଦିରେ ପଶ ଭିଦା ମନ ମନ୍ଦିରେ ପଶ ଜାନ ତୁମେ ଅଛ ମନ ମନ୍ଦିରେ ପଶ ଅଜାକୁ ଡାକି ଦିଅ। ଆଚ୍ଛା ତମ ଅଜାକୁ ଟିକେ ଡାକିଦେଲ। ହଁ କଣ ରୁହ ଆସିବ। ଝାଡା ଯାଇଛନ୍ତି କୁଆଡେ ଝାଡା ପଳେଇଛନ୍ତି କାଇଁ ଡାକ ଡାକ ଅଜାକୁ ଟିକେ ଡାକନ୍ତି। ବାବା ବାବା ବହୁତ ଗରମ ହଉଛି ଭାବୁଛି କାଲି ଜଟ ଫଟ ସବୁ କଟାକଟି କରି ଗୋଟେ ହନି ଥିଙ୍ଗ କଟ୍ କରିକି